ବେନ୍ ସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 30। ସନ୍ତାନମାନଙ୍କର ଅଧ୍ୟୟନ। ଯିଏ ନିଜ ପୁତ୍ରକୁ ସ୍ନେହ କରେ ସେ ତାକୁ ବାରମ୍ବାର ପ୍ରହାର କରିବ। ତାହା ହେଲେ ବୟୋବୃଦ୍ଧି ପ୍ରାପ୍ତ ହେଲା ପରେ ସେ ତାର ପିତାକୁ ସନ୍ତୁଷ୍ଟ କରିବ। ଯିଏ ନିଜ ପୁତ୍ରକୁ ତାଲିମ ଦିଏ ତା ପ୍ରତି ସେ ସେଥି ସକାଶେ ମଙ୍ଗଳ ପ୍ରାପ୍ତ ହେବ ଓ ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରେ ତା ସମ୍ବନ୍ଧରେ ଗୌରବବୋଧ ପ୍ରକାଶ କରିବ। ଯିଏ ନିଜ ପୁତ୍ରକୁ ଶିକ୍ଷା ଦିଏ ସେ ଶତ୍ରୁମାନଙ୍କୁ ଈର୍ଷାପର କରାଇବ ଓ ବନ୍ଧୁମାନଙ୍କ ସମ୍ମୁଖରେ ତା ସମ୍ବନ୍ଧରେ ଗୌରବବୋଧ ପ୍ରକାଶ କରିବ। ଯଦିଓ ପିତା ଦେହତ୍ୟାଗ କରିଥିବ ତଥାପି ସେ ମୃତ୍ୟୁବରଣ କରିନାହିଁ, କାରଣ ସେ ନିଜ ସାଦୃଶ୍ୟରେ ଅନ୍ୟ ଜଣକୁ ନିଜ ପଛରେ ରଖିଅଛି। ଜୀବିତ ଥିବା ସମୟରେ ତାକୁ ଦେଖି ସେ ଆନନ୍ଦିତ ହୋଇଥିଲା ଓ ମୃତ୍ୟୁବରଣ ବେଳେ ସେ ଦୁଃଖିତ ହୋଇନାହିଁ, କାରଣ ଶତ୍ରୁମାନଙ୍କଠାରେ ପ୍ରତିଶୋଧ ନେବା ଓ ବନ୍ଧୁମାନଙ୍କ କରୁଣା ପରିଶୋଧ କରିବା ପାଇଁ ସେ ଜଣକୁ ନିଜ ପଛରେ ରଖିଅଛି। ଯିଏ ନିଜ ପୁତ୍ରକୁ ଖରାପ କରେ ତାକୁ କ୍ଷତ ଆବଦ୍ଧ କରିବା ଆବଶ୍ୟକ ହେବ ଓ ତାହାର ପ୍ରତ୍ୟେକ କ୍ରନ୍ଦନ ସ୍ୱର ପିତାର ହୃଦୟକୁ ବ୍ୟାକୁଳିତ କରିବ। ମଣା ହୋଇ ନଥିବା ଘଟକ ଅନମନୀୟ ହେବ ଓ ଅନିୟନ୍ତ୍ରିତ ପୁତ୍ର ସ୍ୱେଚ୍ଛାଚାରୀ ହେବ। ପୁତ୍ରକୁ ଅଧିକ ପ୍ରଶ୍ରୟ ଦେଲେ ସେ ତୁମକୁ ଭୀତତ୍ରସ୍ତ କରିବ, ତା ସହ କ୍ରୀଡ଼ାରତ ହେଲେ ସେ ତୁମକୁ ଦୁଃଖିତ କରିବ। ତୁମେ ଯେପରି ତାର ଦୁଃଖର ଅଂଶୀ ନ ହୁଅ ସେଥି ସକାଶେ ତା ସହ ଆନନ୍ଦିତ ହୁଅ ନାହିଁ। ଅନ୍ୟଥା ତୁମେ ପରିଶେଷରେ ଦନ୍ତ କଡ଼ମଡ଼ କରିବ। ଯୌବନ କାଳରେ ତାକୁ କୌଣସି ଅଧିକାର ପ୍ରଦାନ କର ନାହିଁ ଓ ତାର ଭୁଲକୁ ଅବହେଳା କର ନାହିଁ। ଯୌବନ କାଳରେ ତାର ଗଳାକୁ ନମିତ କର ଓ କିଶୋରାବସ୍ଥାରେ ତାର ପକ୍ଷକୁ ଆଘାତ କର। ନଚେତ୍ ଅନମନୀୟ ହୋଇ ସେ ତୁମର ଅବାଧ୍ୟ ହେବ ଓ ତୁମକୁ କଠୋର ଭାବେ ଦୁଃଖିତ କରିବ। ତାର ନିର୍ଲଜ୍ଜ କର୍ମାବଳୀ ଯୋଗୁଁ ତୁମେ ଯେପରି ବିରକ୍ତ ନ ହୁଅ ସେଥିପାଇଁ ତାକୁ ତାଲିମ ପ୍ରାପ୍ତ କରିବା ସକାଶେ ଅଧ୍ୟବସାୟୀ ହୁଅ। ଆରୋଗ୍ୟ। ରୋଗ ପ୍ରପୀଡ଼ିତ ଜଣେ ବେଦନାଗ୍ରସ୍ତ ଧନଶାଳୀ ଅପେକ୍ଷା ଆରୋଗ୍ୟ ଭୋଗକାରୀ ବଳିଷ୍ଠ ଶରୀରର ବିଶିଷ୍ଟ ଏକ ଦରିଦ୍ର ବ୍ୟକ୍ତି ବରଂ ଶ୍ରେଷ୍ଠ। ଆରୋଗ୍ୟ ତଥା ଶକ୍ତିସମ୍ପନ୍ନ ସ୍ୱର୍ଣ୍ଣ ଅପେକ୍ଷା ଅଧିକ ଶ୍ରେଷ୍ଠ ଓ ଏକ ଶକ୍ତିଶାଳୀ ଶରୀର ଅପରିମିତ ଧନ ଅପେକ୍ଷା ଅଧିକ ଉତ୍ତମ। ଶାରୀରିକ ସୁସ୍ଥତା ଅପେକ୍ଷା ଉତ୍କୃଷ୍ଟତର ଅନ୍ୟ କୌଣସି ଧନ ନାହିଁ ଓ ହୃଦୟର ଆନନ୍ଦ ଅପେକ୍ଷା ଶ୍ରେଷ୍ଠତର ଅନ୍ୟ କୌଣସି ସନ୍ତୋଷ ନାହିଁ। ଦୁଃଖକ୍ଳିଷ୍ଟ ଜୀବନ ଅପେକ୍ଷା ମୃତ୍ୟୁ ଅତ୍ୟୁତ୍ତମ ଓ ସୁଦୀର୍ଘ ସମୟ ସ୍ଥାୟୀ ରୋଗ ଅପେକ୍ଷା ଚିର ବିଶ୍ରାମ ବରଂ ଶ୍ରେୟସ୍କର। ରୁଦ୍ଧ ମୁଖ ସମ୍ମୁଖରେ ପରିବେଶିତ ଉତ୍ତମ ଖାଦ୍ୟ ପଦାର୍ଥ ସମାଧି ସ୍ଥାନ ଉପରେ ଉତ୍ସର୍ଗିତ ଆହାର ସଦୃଶ। ପିତୁଳା ସମୂହକୁ ଫଳମୂଳ ଅର୍ପଣ କରିବାର କି ପ୍ରୟୋଜନ? ଭକ୍ଷଣ କରିବା କିମ୍ବା ଆଘ୍ରାଣ କରିବା ପାଇଁ ସେଗୁଡ଼ିକ କ୍ଷମ। ପ୍ରଭୁଙ୍କ ଦ୍ୱାରା ପ୍ରପୀଡ଼ିତ ବ୍ୟକ୍ତି ମଧ୍ୟ ସେହିପରି। କନ୍ୟାକୁ ଆଲିଙ୍ଗନ କରି ଶୋକାତୁର ହେଉଥିବା ଜଣେ କଞ୍ଚୁକି ସଦୃଶ ସେ ସମସ୍ତ ଦେଖି ସେ ମଧ୍ୟ ଦୁଃଖିତ ହୁଏ। ସନ୍ତୋଷ। ତୁମେ ନିଜକୁ ଦୁଃଖିତ ହେବା ପାଇଁ ଦିଅ ନାହିଁ କିମ୍ବା ଜ୍ଞାତ ସାରରେ ନିଜକୁ ପ୍ରପୀଡ଼ିତ କର ନାହିଁ। ହୃଦୟର ଆନନ୍ଦ ଜଣେ ବ୍ୟକ୍ତିର ଜୀବନ ଅଟେ ଓ ଆନନ୍ଦ ତାର ଦୀର୍ଘାୟୁ ଅଟେ। ଦୁଃଖକୁ ଦୂରେଇ ଦେଇ ଆତ୍ମାକୁ ଉଲ୍ଲସିତ କର ଓ ହୃଦୟକୁ ଆଶ୍ୱସ୍ତ କର, କାରଣ ଦୁଃଖ ଅନେକଙ୍କୁ ବିନାଶ କରିଅଛି ଓ ତାହା ନିଷ୍ପ୍ରୟୋଜନୀୟ। ଈର୍ଷା ତଥା
କ୍ରୋଧ ଜୀବନକୁ ହ୍ରାସ କରେ ଓ ଉତ୍କଣ୍ଠା ଅକାଳ ବାର୍ଦ୍ଧକ୍ୟ ଘଟାଏ। ଉଲ୍ଲାସ ତଥା ଉତ୍ତମ ଚିତ୍ତବିଶିଷ୍ଟ ବ୍ୟକ୍ତି ଆସ୍ୱାଦନ କରି ତାର ଖାଦ୍ୟ ଆହାର କରେ। ଅଧ୍ୟାୟ 31। ଧନ ସମ୍ପଦ। ଧନ ସମ୍ପଦ ପାଇଁ ଅତିଶୟ ଉଦ୍ବେଗ ଆରୋଗ୍ୟ ନଷ୍ଟ କରେ ଓ ସେ ସମ୍ବନ୍ଧୀୟ ଉତ୍କଣ୍ଠା ନିଦ୍ରାକୁ ତଡ଼ି ଦିଏ। ଦିବା କାଳର ଉତ୍କଣ୍ଠା ନିଦ୍ରାକୁ ସ୍ଥଗିତ କରେ ଓ କଠୋର ରୋଗ ନିଦ୍ରାକୁ ବିତାଡ଼ିତ କରେ। ଧନଶାଳୀ ବ୍ୟକ୍ତି ଧନ ସଞ୍ଚୟ କରିବା ପାଇଁ କଠିନ ପରିଶ୍ରମ କରେ ଓ ବିଶ୍ରାମ ନେବା ସମୟରେ ସେ ଭୋଗ ବିଳାସରେ ଲିପ୍ତ ଥାଏ। ନିର୍ଧନ ବ୍ୟକ୍ତି ନିଜ ଜୀବିକା ଅର୍ଜନ ପାଇଁ ଶ୍ରମ କରେ ଓ ବିଶ୍ରାମ ନେଲେ ସେ ଅଧିକ ଦରିଦ୍ର ହୁଏ। ଯିଏ ସ୍ୱର୍ଣ୍ଣ ପ୍ରେମୀ ସେ ନ୍ୟାୟୀକୃତ ହେବ ନାହିଁ ଓ ଯିଏ ଅର୍ଥର ପଶ୍ଚାତଗାମୀ ସେ ତାହା ଦ୍ୱାରା ପଥଭ୍ରଷ୍ଟ ହେବ। ସ୍ୱର୍ଣ୍ଣ ଯୋଗୁଁ ଅନେକେ ବିନଷ୍ଟ ହୋଇଛନ୍ତି ଓ ସେମାନେ ବିନାଶକୁ ମୁହାଁମୁହିଁ ଦର୍ଶନ କରିଅଛନ୍ତି। ସେମାନେ ତାହା ପ୍ରତି ଆସକ୍ତ। ସେମାନଙ୍କ ପାଇଁ ତାହା ପଦସ୍ଖଳନର କାରଣ ଓ ପ୍ରତ୍ୟେକ ନିର୍ବୋଧ ବ୍ୟକ୍ତି ତାହା ଦ୍ୱାରା ବନ୍ଦୀ ହେବ। ଯିଏ ଜଣେ ନିର୍ଦ୍ଦୋଷୀ ଓ ସ୍ୱର୍ଣ୍ଣ ପାଇଁ ଯିଏ ଆକାଙ୍କ୍ଷିତ ହୁଏ ନାହିଁ ସେ ଧନ୍ୟ। ସେହିପରି କିଏ ଅଛି? ଆମେ ତାକୁ ଧନ୍ୟ ରୂପେ ସମ୍ବୋଧନ କରିବୁ, କାରଣ ସେ ସ୍ୱଜନମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କର୍ମାବଳୀ କରିଅଛି। ତାହା ଦ୍ୱାରା ପରୀକ୍ଷିତ ହୋଇ ଯିଏ ଜଣେ ସିଦ୍ଧ ସଦୃଶ ପ୍ରକାଶିତ ସେହିପରି ବ୍ୟକ୍ତି ବା କିଏ? ଆତ୍ମାଭିମାନ ପ୍ରକାଶ କରିବା ପାଇଁ ତାହା ତାର କାରଣ ହେଲା। ଯଦିଓ ପାପ କରିବା ପାଇଁ ସକ୍ଷମ ତଥାପି ଯିଏ ପାପ କରିନାହିଁ ଓ ଯଦିଓ ଅନିଷ୍ଟ କରିବା ପାଇଁ ସମର୍ଥ ତଥାପି ଯିଏ ତାହା କରିନାହିଁ, ଏହିପରି କିଏ ଅଛି? ତାର ଐଶ୍ୱର୍ଯ୍ୟତା ସୁସ୍ଥିର ରହିବ ଓ ଜନମଣ୍ଡଳୀ ତାର ଦୟାର କର୍ମାବଳୀ ଘୋଷଣା କରିବେ। ଭୋଜି ପର୍ବ। ତୁମେ କ'ଣ ଜଣେ ମହାନ ବ୍ୟକ୍ତିର ଭୋଜନ ମେଜ ସମୀପରେ ଆସିନ? ତାହା ହେଲେ ନିଜକୁ ଲୋଭୀ ସଦୃଶ ପ୍ରଦର୍ଶନ କର ନାହିଁ ଓ କୁହ ନାହିଁ ଯେ କି ଭୋଗବିଳାସ ଖାଦ୍ୟ। ଏକ ଲୋଲୁପୀ ଚକ୍ଷୁ ଯେ ନିକୃଷ୍ଟ ଏହା ସ୍ମରଣ କର। ଚକ୍ଷୁ ଅପେକ୍ଷା ଅଧିକ ଲୋଲୁପତା ବିଶିଷ୍ଟ କେଉଁ ବସ୍ତୁ ସ୍ପଷ୍ଟ ହୋଇଅଛି? ତାହା ଯୋଗୁଁ ପ୍ରତ୍ୟେକ ମୁଖ ଅଶ୍ରୁପାତ କରିବ। ଯେକୌଣସି ବସ୍ତୁ ତୁମକୁ ତୁମର ଚକ୍ଷୁ ଦେଖେ ତାହା ପ୍ରତି ହସ୍ତ ବିସ୍ତାର କର ନାହିଁ ଓ ଭୋଜନ ମେଜ ସମୀପରେ ତୁମ ପ୍ରତିବେଶୀକୁ ଠେଲି ଦିଅ ନାହିଁ। ତୁମ ନିଜର ଆବଶ୍ୟକତା ଅନୁପାତରେ ତୁମ ପ୍ରତିବେଶୀର ଆବଶ୍ୟକତା ସମ୍ବନ୍ଧରେ ମଧ୍ୟ ବିଚାର କର ଓ ପ୍ରତି ବିଷୟ ଆଲୋଚନା ପୂର୍ବକ କର। ଯାହା ତୁମ ସମ୍ମୁଖରେ ପରିବେଶିତ ତାହାକୁ ଜଣେ ସଦାଚାରୀ ବ୍ୟକ୍ତି ସଦୃଶ ଆହାର କର ଓ ଲୋଲୁପ ଭାବେ ଚର୍ବଣ କର ନାହିଁ, କଲେ ତୁମେ ଘୃଣ୍ୟ ହେବ। ଶିଷ୍ଟାଚାର ଏହା ଯେ ଭକ୍ଷଣ ସ୍ଥଗିତ କରିବା ପାଇଁ ତୁମେ ପ୍ରଥମ ହୁଅ। ଅତୃପ୍ତ ରୂପେ ନିଜକୁ ପ୍ରଦର୍ଶିତ କଲେ ତୁମେ ନିନ୍ଦାର ପାତ୍ର ହେବ। ତୁମେ ଯଦି ଅନେକଙ୍କ ସହିତ ଆସୀନ ହୋଇଥାଅ ତେବେ ସେମାନଙ୍କ ପୂର୍ବରୁ ଭକ୍ଷଣ କରିବାକୁ ଆରମ୍ଭ କର ନାହିଁ। ଶିଷ୍ଟ ବ୍ୟକ୍ତି ପାଇଁ ସ୍ୱଳ୍ପ ପଦାର୍ଥ କେତେ ଯଥେଷ୍ଟ। ଶଯ୍ୟାଶାୟିତ ଥିବାବେଳେ ସେ ଅନାୟାସରେ ଶ୍ୱାସ ତ୍ୟାଗ କରେ। ମିତ ଭକ୍ଷଣକାରୀ ଅନାୟାସରେ ନିଦ୍ରା ଯାଏ। ସୁସ୍ଥ ତଥା ସବଳ ଭାବେ ସେ ଅତି ପ୍ରତ୍ୟୁଷରେ ଉଜାଗର ହୁଏ। ନିଦ୍ରାହୀନତା, ବମନେଚ୍ଛା ତଥା ଉଦର ଯନ୍ତ୍ରଣା ଅତିମ ଭୋଜନରୁ ଉଦ୍ଭବ ହୁଏ। ତୁମେ ଯଦି ଅମିତ ଭାବେ ଭୋଜନ କରିଥାଅ ତେବେ ଉଠି ବାନ୍ତି କର, ତାହା ହେଲେ ତୁମେ ଆଶ୍ୱାସନା ଲାଭ କରିବ। ହେ ମୋର ବତ୍ସ, ମୋ କଥା ଶୁଣ, ମୋତେ ଅବଜ୍ଞା କର ନାହିଁ। ପରିଶେଷରେ ତୁମେ ମୋ ବାକ୍ୟର ଯଥାର୍ଥ ଗୁଣ ବୁଝିବ। ଯେକୌଣସି କାର୍ଯ୍ୟ ତୁମେ କର ସେଥିରେ କଠିନ ପରିଶ୍ରମ କର, ତେବେ କୌଣସି ରୋଗ ତୁମକୁ ଆକ୍ରମଣ କରିବ ନାହିଁ।
ବଦାନ୍ୟତାପୂର୍ବକ ଯିଏ ନିଜ ଭକ୍ଷଣ ମେଜ ପ୍ରସ୍ତୁତ କରେ ତାକୁ ଲୋକେ ପ୍ରଶଂସା କରିବେ। ତାର ବଦାନ୍ୟତା ସମ୍ବନ୍ଧରେ ସେମାନଙ୍କ ପ୍ରଶଂସା ବିଶ୍ୱସନୀୟ। କୁଣ୍ଠାପୂର୍ବକ ଯିଏ ନିଜ ଭକ୍ଷଣ ମେଜ ପ୍ରସ୍ତୁତ କରେ ତା ବିରୁଦ୍ଧରେ ସମସ୍ତ ନଗରବାସୀ ଅଭିଯୋଗ ବାଢ଼ିବେ। ତାର କୃପଣତା ସମ୍ବନ୍ଧରେ ସେମାନଙ୍କ ଅଭିଯୋଗ ନିର୍ଭୁଲ। ଦ୍ରାକ୍ଷାରସ। ଦ୍ରାକ୍ଷାରସ ପାନ କରି ସାହସିକତା ଦେଖାଇବା ପାଇଁ ଯତ୍ନବାନ ହୁଅ ନାହିଁ, କାରଣ ଦ୍ରାକ୍ଷାରସ ଅନେକଙ୍କୁ ବିନାଶ କରିଅଛି। ଅଗ୍ନି ଓ ଜଳ ଇସ୍ପାତର ପ୍ରକୃତି ପ୍ରମାଣିତ କରେ। ସେହିପରି ଅହଙ୍କାରୀମାନଙ୍କ କଳହରେ ଦ୍ରାକ୍ଷାରସ ହୃଦୟ ପରୀକ୍ଷା କରେ। ମିତ ଭାବେ ପାନ କଲେ ମନୁଷ୍ୟ ପକ୍ଷରେ ଦ୍ରାକ୍ଷାରସ ଜୀବନ ସଦୃଶ ପରିଲକ୍ଷିତ ହେବ। ଯିଏ ଦ୍ରାକ୍ଷାରସ ପାନ କରେ ନାହିଁ ତା ଜୀବନର ମୂଲ୍ୟ ବା କ'ଣ? ମନୁଷ୍ୟକୁ ଆନନ୍ଦିତ କରିବା ପାଇଁ ତାହା ପ୍ରସ୍ତୁତ ହୋଇଅଛି। ଉଚିତ ସମୟରେ ଅମିତ ଭାବେ ଦ୍ରାକ୍ଷାରସ ପାନ ହୃଦୟକୁ ଉଲ୍ଲସିତ ଓ ଆତ୍ମାକୁ ଆନନ୍ଦିତ କରେ। ଅମିତ ଦ୍ରାକ୍ଷାରସ ପାନ କ୍ରୋଧ ତଥା ପଦସ୍ଖଳନ ସୃଷ୍ଟି କରି ମନରେ ତିକ୍ତତା ଜନ୍ମାଏ। ପାନୋନ୍ମତ୍ତତା କ୍ରୋଧ ସୃଷ୍ଟି କରେ ଓ ମୂଢ଼କୁ ବିନାଶ ଆଡ଼େ ଟାଣି ନିଏ। ତାର ଶକ୍ତି ହ୍ରାସ କରି ତା ପକ୍ଷ ସବୁକୁ ପରିବର୍ତ୍ତିତ କରେ। ଦ୍ରାକ୍ଷାରସର ଭୋଜି ପର୍ବରେ ତୁମ ପ୍ରତିବେଶୀକୁ ତିରସ୍କାର କର ନାହିଁ ଓ ସେ ଯେବେ ଉଲ୍ଲାସ ଦେଖାଇବ ତେବେ ତାକୁ ଅବହେଳା କର ନାହିଁ। ଭର୍ତ୍ସନା କରି ତା ସହ କଥା କୁହ ନାହିଁ ଓ ତା ଠାରୁ କୌଣସି ବିଷୟ ଦାବି କରି ତାକୁ ବିରକ୍ତ କର ନାହିଁ। ଅଧ୍ୟାୟ 32। ଭୋଜି ପର୍ବ। ଭୋଜି ପର୍ବର ତତ୍ତ୍ୱାବଧାରକ ରୂପେ ତୁମେ ଯଦି ନିଯୁକ୍ତ, ତେବେ ତୁମେ ନିଜକୁ ଉନ୍ନୀତ କର ନାହିଁ। ସେମାନଙ୍କ ମଧ୍ୟରେ ଜଣେ ସଦୃଶ ଆଚରଣ କର। ସେମାନଙ୍କ ଆବଶ୍ୟକତା ସମ୍ବନ୍ଧରେ ଯତ୍ନ ନେଲା ପରେ ତୁମେ ନିଜ ଆସନ ଗ୍ରହଣ କର। ତୁମେ ଯେବେ ତୁମ କର୍ତ୍ତବ୍ୟ ନିର୍ବାହ କରିଥିବ, ତତ୍ପରେ ନିଜ ସ୍ଥାନରେ ବସି ସେମାନଙ୍କ ସହ ଆହ୍ଲାଦିତ ହୁଅ। ତେବେ ତୁମ ସାମର୍ଥ୍ୟତା ସକାଶେ ତୁମେ ପୁଷ୍ପହାର ଗ୍ରହଣ କରିବ। ହେ ବୟୋବୃଦ୍ଧମାନେ, ବାର୍ତ୍ତାଳାପ କର, ତୁମମାନଙ୍କୁ ତାହା କରିବା ଉଚିତ। କିନ୍ତୁ ସଠିକ୍ ଜ୍ଞାନପୂର୍ବକ କଥାବାର୍ତ୍ତା କର ଓ ସଙ୍ଗୀତ ଅଟକାଅ ନାହିଁ। ଆମୋଦ ପ୍ରମୋଦ କାର୍ଯ୍ୟକ୍ରମ ମଧ୍ୟରେ ବାର୍ତ୍ତାଳାପ କର ନାହିଁ। ଅନୁଚିତ ସମୟରେ ତୁମ ସାମର୍ଥ୍ୟତା ଦେଖାଅ ନାହିଁ। ଦ୍ରାକ୍ଷାରସର ସତ୍କାର ସମୟ ପାଇଁ ଯେଉଁ ସଙ୍ଗୀତ ଆୟୋଜିତ, ତାହା ସ୍ୱର୍ଣ୍ଣରେ ଖଚିତ ଏକ ପଦ୍ମରାଗ ମଣି ସଦୃଶ। ଦ୍ରାକ୍ଷାରସର ସତ୍କାର ପାଇଁ ଯେଉଁ ସୁମଧୁର ସଙ୍ଗୀତ ଆୟୋଜିତ, ତାହା ସ୍ୱଚ୍ଛ ସ୍ୱର୍ଣ୍ଣରେ ଖଚିତ ଏକ ମରକତ ମଣି ସଦୃଶ। ହେ ଯୁବକ, ଯଦି ଆବଶ୍ୟକତା ଥାଏ ତେବେ ବାର୍ତ୍ତାଳାପ କର, କିନ୍ତୁ 2 ଥର ଅପେକ୍ଷା ଅଧିକ କଥା କୁହ ନାହିଁ। ଓ ତା ମଧ୍ୟ ପ୍ରଶ୍ନ ପଚାରିବା ବେଳେ ହେଉ ସଂକ୍ଷେପରେ ଓ ସ୍ୱଳ୍ପ ବାକ୍ୟରେ କଥା କୁହ। ଜ୍ଞାନ ସମ୍ପନ୍ନ ତଥା ମିତଭାଷୀ ରୂପେ କଥା କୁହ। ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ସେମାନଙ୍କ ସମକକ୍ଷ ସଦୃଶ ଆଚରଣ କର ନାହିଁ ଓ ଅନ୍ୟ ଜଣେ କଥା କହିବା ବେଳେ ବାଚାଳ ହୁଅ ନାହିଁ। ବଜ୍ର ନିନାଦ ପୂର୍ବରୁ ବିଦ୍ୟୁତ ଯେପରି ହୁଏ, ସେହିପରି ଶିଷ୍ଟ ବ୍ୟକ୍ତି ସମ୍ମୁଖରେ ସୁଖ୍ୟାତି ପ୍ରସାରିତ ହୁଏ। ଯଥୋଚିତ ସମୟରେ ଉଠି ବିଦାୟ ନିଅ ଓ ଶେଷ ବ୍ୟକ୍ତି ହୁଅ ନାହିଁ। ସେଠାରେ ଦୀର୍ଘକାଳ ନ ରହି ଅତିଶୀଘ୍ର ନିଜ ଗୃହକୁ ଫେରିଯାଅ। ସ୍ୱେଚ୍ଛାନୁସାରେ କୌଣସି କାର୍ଯ୍ୟ କରି ସେଠାରେ ଆନନ୍ଦିତ ହୁଅ, କିନ୍ତୁ ଉଦ୍ଧତ କଥା କହି ପାପ କର ନାହିଁ। ଯିଏ ତୁମକୁ ସୃଷ୍ଟି କରିଛନ୍ତି ଓ ତାହାଙ୍କୁ ଉତ୍ତମ ବସ୍ତୁ ପ୍ରଦାନ କରି ତୁମକୁ ସମ୍ପୃକ୍ତ କରିଅଛନ୍ତି, ଏ ସମସ୍ତ ବିଷୟ ସକାଶେ ତାହାଙ୍କର ସ୍ତୁତିଗାନ କର। ଈଶ୍ୱରଙ୍କ ପ୍ରତି ଭୟଭକ୍ତି। ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ, ସେ ତାହାଙ୍କର ଅନୁଶାସନ ଗ୍ରହଣ କରିବ।
ଓ ଯେଉଁମାନେ ପ୍ରଭାତରେ ଉଠି ତାହାକୁ ଅନ୍ୱେଷଣ କରିବେ ସେମାନଙ୍କୁ ତାହାଙ୍କ ଅନୁଗ୍ରହ ପ୍ରାପ୍ତ ହେବ। ଯେ ବିଧିବିଧାନ ଅନ୍ୱେଷଣ କରିବ ସେ ତାହାର ସନ୍ଧାନ ପାଇବ, କିନ୍ତୁ ଏକ କପଟୀ ତଦ୍ୱାରା ଝୁଣ୍ଟି ପଡ଼ିବ। ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି ସେମାନେ ନ୍ୟାୟ ବିଚାର କରିବେ ଓ ନୀତିନିଷ୍ଠ କର୍ମାବଳୀକୁ ଆଲୋକ ସଦୃଶ ସେମାନେ ପ୍ରଜ୍ୱଳିତ କରିବେ। ଜଣେ ପାପୀ ତିରସ୍କାରକୁ ଅବଜ୍ଞା କରିବ ଓ ସ୍ୱେଚ୍ଛାନୁସାରେ ନିଷ୍ପତ୍ତି ନେବ। ଜଣେ ବୁଦ୍ଧିମାନ ବ୍ୟକ୍ତି କୌଣସି ନିର୍ଦ୍ଦେଶ ଅବମାନନା କରିବ ନାହିଁ ଓ ଏକ ଉଦ୍ଧତ ତଥା ଅଧର୍ମୀ ବ୍ୟକ୍ତି କାହାକୁ ଭୟ କରିବ ନାହିଁ। ଆଲୋଚନା ବ୍ୟତୀତ କୌଣସି କାର୍ଯ୍ୟ କର ନାହିଁ, ତାହା ହେଲେ ତାହାର ସମ୍ପାଦନ ପରେ ଅନୁତପ୍ତ ହେବା ପାଇଁ ତୁମେ ସୁଯୋଗ ପାଇବ ନାହିଁ। ସଙ୍କଟାପନ୍ନ ପଥ ଦେଇ ଯାତ୍ରା କର ନାହିଁ, ତାହେଲେ ଶିଳାମୟ ପଥରେ ଝୁଣ୍ଟି ପଡ଼ିବ ନାହିଁ। ସୁଗମ ପଥରେ ଅତ୍ୟଧିକ ଆତ୍ମବିଶ୍ୱାସ ପ୍ରଦର୍ଶନ କର ନାହିଁ, ଅଜାଗ୍ରତ ସହକାରେ ପଥରେ ଗମନ କର। ତୁମ ଦ୍ୱାରା ସମ୍ପାଦିତ ପ୍ରତ୍ୟେକ କାର୍ଯ୍ୟ ସମ୍ବନ୍ଧରେ ସତର୍କ ହୁଅ, କାରଣ ଏହା ହିଁ ଆଜ୍ଞାବଳୀର ପାଳନ। ଯିଏ ବିଧାନକୁ ବିଶ୍ୱାସ କରେ ସେ ଆଜ୍ଞାବଳୀ ପାଳନ କରେ ଓ ଯିଏ ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ କରେ ତାର କୌଣସି କ୍ଷତି ହେବ ନାହିଁ। ଅଧ୍ୟାୟ 33। ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ତା ପ୍ରତି କୌଣସି ଅନିଷ୍ଟ ଘଟିବ ନାହିଁ। ସେ ତାକୁ ଅନିଷ୍ଟରୁ ବାରମ୍ବାର ରକ୍ଷା କରିବେ। ଜଣେ ବିଜ୍ଞ ବ୍ୟକ୍ତି ବିଧିବିଧାନକୁ ବିଦ୍ୱେଷ କରିବ ନାହିଁ, କିନ୍ତୁ ଯିଏ ସେ ସମ୍ପର୍କରେ କପଟୀ ସେ ବାତ୍ୟା ଆନ୍ଦୋଳିତ ଏକ ନୌକା ସଦୃଶ। ଜଣେ ବୁଦ୍ଧିମାନ ବ୍ୟକ୍ତି ବିଧିବିଧାନ ଉପରେ ଆସ୍ଥା ସ୍ଥାପନ କରିବ, କାରଣ ଉରିମ ଜରିଆରେ ଅଭୀଷ୍ଟ ସନ୍ଧାନ ସଦୃଶ ବିଧାନ ତା ପ୍ରତି ବିଶ୍ୱସନୀୟ ଅଟେ। ପୂର୍ବରୁ ପ୍ରସ୍ତୁତ ହୋଇ କଥା କହିଲେ ଲୋକେ ତୁମକୁ ଶୁଣିବେ ଓ ପ୍ରତ୍ୟୁତ୍ତର ଦେବା ପୂର୍ବରୁ ତୁମ ଉପଦେଶକୁ ସୁସଜ୍ଜିତ କର। ଜଣେ ନିର୍ଦ୍ଧନ ବ୍ୟକ୍ତିର ହୃଦୟ ସଙ୍କଟ ଚକ୍ର ସଦୃଶ ଓ ତାର ଚିନ୍ତାଧାରା ଘୂରିଥିବା ଅଖ ସଦୃଶ। ପୁଂ ଅସ ଏକ ଉପହାସକାରୀ ବନ୍ଧୁ ତୁଲ୍ୟ ଅଟେ, ଯେ କେହି ତାହା ଉପରେ ଆସି ନ ହେଲେ ମଧ୍ୟ ତାହା ହ୍ରେଷାରୋପ କରେ। ଅସମତା। ବର୍ଷସାରା ପ୍ରତ୍ୟେକ ଦିନ ଯଦି ସୂର୍ଯ୍ୟ କିରଣ ଦ୍ୱାରା ଦୀପ୍ତିମନ୍ତ ହୋଇଥାଏ, ତେବେ ଏକ ଦିନ ଅନ୍ୟ ଦିନ ଅପେକ୍ଷା କାହିଁକି ଅଧିକ ଶ୍ରେଷ୍ଠ? ପ୍ରଭୁଙ୍କର ନିର୍ଦ୍ଦେଶନା ଯାଇ ସେ ସମସ୍ତର ପୃଥକୀକରଣ ହୋଇଯାଇଛି। ବିଭିନ୍ନ ଋତୁ ତଥା ଉତ୍ସବ ଯେ ସେ ନିଯୁକ୍ତ କରିଅଛନ୍ତି, ସେ କେତେକ ଦିନକୁ ଉନ୍ନୀତ ତଥା ପୂତ ପବିତ୍ର କରିଅଛନ୍ତି ଓ ଅନ୍ୟ କେତେକକୁ ସାଧାରଣ ଦିନ ସଦୃଶ ନିର୍ଣ୍ଣୟ କରିଅଛନ୍ତି। ସମସ୍ତ ମନୁଷ୍ୟ ମୃତ୍ତିକାରୁ ଉଦ୍ଭବ ଓ ଆଦାମ ଧୂଳିରୁ ସୃଷ୍ଟ। ପ୍ରଭୁ ତାହାଙ୍କ ଜ୍ଞାନର ପରିପୂର୍ଣ୍ଣତାରେ ସେ ସମସ୍ତକୁ ପୃଥକ କରିଅଛନ୍ତି। ସେମାନଙ୍କ ବିଭିନ୍ନ ଅବସ୍ଥା ସେ ନିର୍ଣ୍ଣୟ କରିଅଛନ୍ତି। ଆଶୀର୍ବାଦ କରି ସେମାନଙ୍କ ମଧ୍ୟରୁ କେତେକଙ୍କୁ ସେ ଉନ୍ନୀତ କଲେ, ପୂତ ପବିତ୍ର କରି ଅନ୍ୟ କେତେକକୁ ସେ ତାହାଙ୍କ ସମୀପକୁ ଆଣିଲେ। କିନ୍ତୁ ଅଭିଶାପ ଦେଇ ଅନ୍ୟ କେତେକକୁ ସେ ଅବନମିତ କଲେ ଓ ସେମାନଙ୍କୁ ସ୍ଥାନଚ୍ୟୁତ କଲେ। କୁମ୍ଭାର ହସ୍ତରେ ମୃତ୍ତିକା ଯେଉଁପରି, ସ୍ରଷ୍ଟାଙ୍କ ହସ୍ତରେ ମନୁଷ୍ୟ ସେହିପରି। ସ୍ୱେଚ୍ଛାନୁଯାୟୀ ସେ ସମସ୍ତ କାର୍ଯ୍ୟ ସାଧନ କରନ୍ତି ଓ ସ୍ୱେଚ୍ଛାନୁସାରେ ସେମାନଙ୍କୁ କିଛି ପ୍ରଦାନ କରନ୍ତି। ଅନିଷ୍ଟର ବିପରୀତ କୁଶଳ ଓ ମୃତ୍ୟୁର ବିରୁଦ୍ଧ ଜୀବନ ସେହିପରି। ନୀତିନିଷ୍ଠ ବ୍ୟକ୍ତିର ବିପରୀତ ପାପ। ପରାତ୍ପରଙ୍କ କାର୍ଯ୍ୟାବଳୀ ନିରୀକ୍ଷଣ କର, ସେ ସମସ୍ତ ମଧ୍ୟ ଯୋଡ଼ି ଯୋଡ଼ି ହୋଇ ପରସ୍ପରର ବିପରୀତ ଅଟନ୍ତି। ମୁଁ ନିଜେ ସର୍ବଶେଷରେ ଉଦ୍ଭବ, ଦ୍ରାକ୍ଷା ଫଳ ସଂଗ୍ରହକାରୀମାନଙ୍କ ପଛରେ ଉଚ୍ଛନଶୀଳ ବ୍ୟକ୍ତି ସଦୃଶ ମୁଁ ଅଟେ। ପ୍ରଭୁଙ୍କ ଆଶୀଷ ବଳରେ ମୁଁ ଶ୍ରେଷ୍ଠତା ଲାଭ କରିଅଛି। ଦ୍ରାକ୍ଷା ଫଳ ସଂଗ୍ରହକାରୀମାନଙ୍କ ସଦୃଶ
ମୁଁ ମୋର ପେଶା ଯନ୍ତ୍ର ପରିପୂର୍ଣ୍ଣ କଲି। ବିବେଚନା କର ଯେ କେବଳ ମୋ ପାଇଁ ନୁହେଁ ବରଂ ଶିକ୍ଷାର ସମସ୍ତ ସନ୍ଧାନକାରୀମାନଙ୍କ ସକାଶେ ମୁଁ ଶ୍ରମ କରିଅଛି। ହେ ଜନପ୍ରମୁଖ ବ୍ୟକ୍ତିଗଣ, ମୋ କଥା ଶୁଣ। ହେ ଜନମଣ୍ଡଳୀର ନେତାମାନେ ଶୁଣ। ସ୍ୱାଧୀନତା। ଯେ ପର୍ଯ୍ୟନ୍ତ ତୁମେ ଜୀବିତ ରହିବ ସେ ପର୍ଯ୍ୟନ୍ତ ପୁତ୍ର, ପତ୍ନୀ, ଭ୍ରାତା କିମ୍ବା ବନ୍ଧୁ ଯେପରି ତୁମ ଉପରେ କର୍ତ୍ତୃତ୍ୱ ବିସ୍ତାର ନ କରନ୍ତି, ସେଥିପାଇଁ ସେମାନଙ୍କ ହସ୍ତରେ ଅଧିକାର ନ୍ୟସ୍ତ କର ନାହିଁ। ଅନ୍ୟ ହସ୍ତରେ ତୁମ ଆସବାବପତ୍ର ପ୍ରଦାନ କର ନାହିଁ। ହୁଏତ ମନ ପରିବର୍ତ୍ତନ କରି ତାହା ଫେରି ପାଇବା ପାଇଁ ତୁମେ ଅନୁରୋଧ କରିପାର। ଯେ ପର୍ଯ୍ୟନ୍ତ ତୁମେ ଜୀବିତ ରହିବ ଓ ଜୀବଶ୍ୱାସ ତୁମଠାରେ ଥିବ, ସେ ପର୍ଯ୍ୟନ୍ତ ତୁମ ସ୍ଥାନ ହସ୍ତଗତ କରିବା ପାଇଁ କାହାକୁ ଅନୁମତି ଦିଅ ନାହିଁ। କାରଣ ତୁମ ସନ୍ତାନମାନଙ୍କ ବଦାନ୍ୟତାରେ ଆଶ୍ରିତ ହେବା ଅପେକ୍ଷା ତୁମ ସନ୍ତାନମାନେ ତୁମଠାରେ ଆଧାରିତ ହେବା ଅଧିକ ଶ୍ରେଷ୍ଠ। ଯେଉଁ ସକଳ କାର୍ଯ୍ୟ ତୁମେ କରିବ ସେ ସମସ୍ତରେ ଶ୍ରେଷ୍ଠତା ଲାଭ କର ଓ ତୁମ ସୁଖ୍ୟାତି କଳଙ୍କିତ କର ନାହିଁ। ତୁମ ଆୟୁଷର ଅନ୍ତିମ ଦିନଗୁଡ଼ିକ ଆସି ପହଞ୍ଚି ମୃତ୍ୟୁକାଳ ବେଳେ ଉପଯୋଗ ହେବ, ତେବେ ତୁମ ସମ୍ପଦ ବିଭାଜନ କରି ପ୍ରଦାନ କରିବ। ଦାସଗଣ। ଏକ ଗର୍ଦ୍ଦଭ ପାଇଁ ଖାଦ୍ୟ, ଯଷ୍ଟି ତଥା ଭାର ଓ ଜଣେ ଦାସ ନିମନ୍ତେ ରୁଟି, ଅନୁଶାସନ ତଥା ପରିଶ୍ରମ। ତୁମ ଦାସକୁ କାର୍ଯ୍ୟ କରିବାକୁ ଦିଅ, ତେବେ ତୁମେ ବିଶ୍ରାମ ନେଇପାରିବ। ତାକୁ ଅଳସୁଆ ହେବାକୁ ଛାଡ଼ିଦେଲେ ସ୍ୱାଧୀନ ହେବା ପାଇଁ ସେ ଚିନ୍ତା କରିବ। ଜୁଆଳି ତଥା ଚାବୁକ ଗଳାକୁ ନୁଆଁଇବ ଓ ଯନ୍ତ୍ରଣା ଯନ୍ତ୍ର ତଥା ପ୍ରହାର ଦୁଷ୍ଟ ଦାସ ପ୍ରତି ଉଦ୍ଦିଷ୍ଟ। ସେ ଯେପରି ଅଳସୁଆ ନ ହୁଏ ସେଥିପାଇଁ ତାକୁ କାର୍ଯ୍ୟ କରିବାକୁ ଦିଅ। କାରଣ ଆଳସ୍ୟତା ଅନେକ ଅନିଷ୍ଟ କର୍ମର ଶିକ୍ଷା ଦିଏ। ତାକୁ କାର୍ଯ୍ୟ କରିବାକୁ ଦିଅ, ତାହା ହିଁ ତା ପ୍ରତି ଉଚିତ। ସେ ଯଦି ଅନୁଗତ ହେବ ନାହିଁ, ତେବେ ତାର ଶିକୁଳିକୁ ଭାରାକ୍ରାନ୍ତ କର। କାହା ଉଦ୍ଦେଶ୍ୟରେ ଅପରିମିତ ଆଚରଣ କର ନାହିଁ ଓ କୌଣସି ଅନ୍ୟାୟ କାର୍ଯ୍ୟ କର ନାହିଁ। ତୁମର ଯଦି ଜଣେ ଦାସ ଥାଏ, ତେବେ ନିଜ ପ୍ରତି ଯେଉଁପରି କରାଯାଏ ସେହିପରି ତା ପ୍ରତି ବ୍ୟବହାର କର, କାରଣ ତୁମେ ତାକୁ ରକ୍ତ ବିନିମୟରେ କ୍ରୟ କରିଅଛ। ତୁମର ଯଦି ଜଣେ ଦାସ ଥାଏ, ତାକୁ ଜଣେ ଭ୍ରାତା ସଦୃଶ ବିବେଚନା କର, କାରଣ ତୁମ ପ୍ରତି ତୁମର ଆବଶ୍ୟକତା ଯେପରି ଅଛି, ସେହିପରି ତୁମର ମଧ୍ୟ ତାଠାରେ ଆବଶ୍ୟକତା ଅଛି। ତୁମେ ଯଦି ତା ପ୍ରତି ନିଷ୍ଠୁର ଆଚରଣ କରିବ ଓ ତୁମଠାରୁ ସେ ଯଦି ପଳାୟନ କରିବ, ତେବେ ତାର ସନ୍ଧାନରେ ତୁମେ କେଉଁ ପଥ ଦେଇ ଯାତ୍ରା କରିବ?